ସରସ୍ୱତୀ ଆଜି ବହୁତ କାନ୍ଦିବେ। ହଁ ଦର୍ଶକ ବନ୍ଧୁ, ସରସ୍ୱତୀ ଏପଟେ କାନ୍ଦୁଥିବେ ଆଉ ତ୍ରିନାଲି ଦେଖି କହିବ, କଣ ହୋଇଛି ମା, ଆପଣ କାନ୍ଦୁଛନ୍ତି କାହିଁକି? ସେଠୁ ସରସ୍ୱତୀ କହିବ, ବାହାଘର ପରେ ମହେନ୍ଦ୍ର ଆଉ ମୁଁ ଆଗରୁ ବହୁତ ଧୁମଧାମରେ ଶିବରାତ୍ରି ପାଳନ କରୁଥିଲୁ। ଆଉ ପୂଜା ସରିବା ପରେ ତାଙ୍କ ହାତରୁ ମୁଁ ଖାଇବା ଖାଇ ମୋ ଉପାସ ଭାଙ୍ଗୁଥିଲି। ଆଉ ଯେତେବେଳେ ମୁଁ ତାଙ୍କଠୁ ଦୂରରେ ଥିଲି ସେତେବେଳେ କିଛି ବି ଆଶା ନଥିଲା। ହେଲେ କାହିଁକି କେଜାଣି ଆଜି ମତେ ବହୁତ କଷ୍ଟ ଲାଗୁଛି। ଆଜି ମୁଁ ତାଙ୍କ ପାଖେ ଅଛି ସତ, ହେଲେ ନା ସେ ମୋ ସହିତ ଆଜି ଶିବରାତ୍ରି ପାଳନ କରିବେ, ନା ସନ୍ଧ୍ୟାବେଳେ ମତେ ଖାଇବା ଖୁଆଇ ମୋ ଉପାସ ଭାଙ୍ଗିବେ। ଏହାପରେ ତ୍ରିନାଲି କହିବ, ବାସ୍ ଏତିକି କଥା ମା, ଆପଣ ମତେ ଏତେ ଭଲ ପାଉଛନ୍ତି, ମୋର ଏତେ କେୟାର ନଉଛନ୍ତି ଆଉ ଏତେ କଥା ବୁଝାଉଛନ୍ତି, ତେଣୁ ଆପଣଙ୍କ ପାଇଁ କିଛି କରିବାର ଅଧିକାର ମୋର ବି ଅଛି ନା। ମୁଁ ଆପଣଙ୍କୁ କଥା ଦଉଛି, ବାପା ଆପଣଙ୍କର ଉପାସ ଭାଙ୍ଗିବେ ଆଉ ଆପଣଙ୍କ ସହିତ ପୂଜା ବି କରିବେ। ଏମିତି କହି ତ୍ରିନାଲି ସରସ୍ୱତୀକୁ ଭବାନୀ ବେଶରେ ଭବାନୀର ଶାଢୀ ଗହଣା ପିନ୍ଧାଇ ସରସ୍ୱତୀକୁ ପୁରା ରେଡି କରିଦେବେ ଆଉ କହିବେ, ମା, ବାପା ଏବେ ଆପଣଙ୍କୁ ଜାଣିପାରିବେନି ଆଉ ସେ ଆଜି ଆପଣଙ୍କର ବ୍ରତ ଭାଙ୍ଗିବେ। ଦର୍ଶକ ବନ୍ଧୁ, ମହେନ୍ଦ୍ର କଣ ସରସ୍ୱତୀର ବ୍ରତ ଭାଙ୍ଗି ପାରିବ ନା ନାଇଁ ଆମକୁ କମେଣ୍ଟ କରନ୍ତୁ ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିନିଅନ୍ତୁ।